ଆଜି ଦିନରେ ମୁଁ କିଛି ବି ଅର୍ଡ଼ର ରଖିପାରି ନଥିଲି। କାହିଁକି ନା ଗତକାଲି ରାତିଠୁ ମୋର ଲାଇଟ୍ ଯାଇଛି ହାରି। ଆଉ ଲାଇଟ୍ ଯାଇଛି ହାରି ତ କାଲି ରାତିରେ ବି ଶୋଇବାର ପ୍ରୋବ୍ଲେମ୍, ଏସି ଚାଲୁନି, ଗରମି ଥିଲା ବହୁତ ଜ୍ୟାଦା। ତା ପରଦିନ ପୁଣି ଲାଇଟ୍ ଚାଲିଗଲା ଯେ ପୁରା ଆସିଲା ଯାଇକି ନାଇଟ୍‌ରେ ଆସିଲା। ତା ପୂର୍ବଦିନ ରାତିରେ ଶୋଇପାରିନଥିଲି। ଦିହିପହର ସୁଦ୍ଧା ଇନଭର୍ଟର ବି ଥପ୍ ହେଇଗଲା। ଇନଭର୍ଟର ବି ଆଉ ସାଥ୍ ଦେଲାନି। ଆଉ ତାପରେ ଯାଇକି ସନ୍ଧ୍ୟା ବେଳକୁ ଲାଇଟ୍ ଆସିଲା ବେଳକୁ ଏକଦମ ମୋର ଆଖି ପାଖି ପୋଡ଼ିକି ମୋତେ ଇଚ୍ଛା ହେଉଛି ମୁଁ ଶୋଇବି। ଆଉ ରାତିରେ ଇଚ୍ଛା ହେଲାନି ଡିନର ବନେଇବା ପାଇଁ, ସେଥିଲାଗି ଚାଲି ଆସିଲୁ ବାହାରକୁ ଖାଇବା ପାଇଁ। ଆଜ୍ ୟୁଜୁଆଲ୍ ଆମର ସେଇ ପୁରୁଣା ଜାଗାକୁ। ମୋତେ ଏଠି ଦୋସାଟା ବହୁତ ପସନ୍ଦ। ତ ପିଲା କିନ୍ତୁ ଆଜି ମନା କଲେ କି ଆମେ ଆଜି ଦୋସା ଖାଇବୁନି, ସବୁବେଳେ ତମେ ଖାଲି ଆମକୁ ଦୋସା ହିଁ ଖୁଆଉଛ, ବାକି ଏଠି ଖାଇବା ଲାଗେ ଜିନିଷ ତ ମୋତେ କିଛି ବି ଦେଖାଯାଏନି। ତଥାପି ବି ଦୋସା ଅର୍ଡ଼ର କରିଥିଲୁ ଆଉ ସେମାନେ ଖାଇଲେ। ପ୍ରଥମେ ଦୋସାର ଟେଷ୍ଟ ଭଲ ଥିଲା, କିନ୍ତୁ ଚିଲି ପଟାଟୋ ଥିଲା ମିଠା, ବିଲକୁଲ ବି ଭଲ ଲାଗିଲାନି ଖାଇବାକୁ। ତାପରେ ହଜବେଣ୍ଡ କହିଲେ ମୁଁ ଆଉ ଏଠି କିଛି ଖାଇବିନି, ମୁଁ ପାଖରେ ବିରିୟାନୀ ଖାଇବି। ତାର ଆଡଜସେଣ୍ଟରେ ମାନେ ପାଖରେ ବିରିୟାନୀର ସପ୍ ଥିଲା, ତ ସେଠି ଯାଇକି ସେ ବିରିୟାନୀ ଖାଇଲେ। ଆଉ ମୁଁ ଏମିତି ତ ଅନହେଲ୍ଦି ଜିନିଷ ଖାଏନି, ଆଉ ଖାଇଲେ ପୁରା ସିରିୟଲି ଖାଇ ଚାଲିଥାଏ। ଏଇଟା ହେଉଛି ମୋର ପ୍ରୋବ୍ଲେମ୍ ସବୁଠୁ। ବିରିୟାନୀ ଖାଇସାରିବା ପରେ ପୁଣି କହିଲେ ପାଟିଟା ଟିକେ ଆଇଁଷିଣିଆ ଲାଗୁଛି, ତ ସେଥିଲାଗି କହିଲେ ଟିକେ ଆଇସ୍କ୍ରିମ୍ ଖାଇବା। ଆଉ ଅମୁଲର ଏଇ ଯେଉଁ କୁଲ୍ଫି ଯେଉଁଟା, ଏଇଟା ମୋତେ ବହୁତ ପସନ୍ଦ। ତ ମୁଁ ବି କହିଲି ଚାଲ ଠିକ୍ ଅଛି, ସମସ୍ତେ ଖାଉଛ ଯେତେବେଳେ ମୁଁ ବି ଖାଇଦେବି।